ଆମେ ତ ଏଠି ଘରେ ଥିଲୁ। ଝିଅ ତ ଥିଲା 2 ଦିନ ଆମ ଘରକୁ ଯାଇଥିଲା। ଆଉ ନାଚ ଫାଚ ଦେଖିଲା। ବାପା ତାର ଦଣ୍ଡିରେ ବସି ଇଏରେ ଯାଇଥିଲା। ଆଉ ରହିଲା 2 ଦିନ ନାଚ ଫାଚ ଦେଖିକି ଆସିଲା। ହସି ଖୁସିକି ଆମ ସମସ୍ତଙ୍କୁ କୁହାବଲା କରିକିନି ଆସିଲା। ଆସିକି ତ ଏଇଠି ଶୁଣି ଭୁବନେଶ୍ୱର ଆସିଲା ତ କାଲି ଆସିଲା କି କାଲି ଭୋର 5ଟାରୁ ହେଠୁ ତା ବାପା ଥାନ୍ତା ସେ ଆଣିକି ବସରେ ବସେଇ ଦେଇଥାନ୍ତା। ସେ ସାଇର ଆମର ଗୋଟେ ଟୋକା ସାଙ୍ଗରେ କହିଲେ ବାପା ସେ ତ ଯାଉଛି ତାଙ୍କ ସାଥିରେ ମୁଁ ଯାଉଛି ହାରି। ଏମିତି ହେଇକିନି ଝିଅ ଆସିଲା। ଆଉ କ'ଣ ଝିଅ ଆସିକିନି ଏଇଠି ତ ଆମେ ଫୋନ୍ ଫାନ୍ ଗଲା ଯେ ଏଇଠି ସବୁ ପଡ଼ି ଉଠିକି ଧାଇଁଛୁ। ଆଉ କ'ଣ ଯୋଉ ସାହିର ପିଲାଟା ଆସିଲା ସେ କ'ଣ ଭୁବନେଶ୍ୱର ଆସିଥିଲା ନା କୋଉଠି ଛାଡ଼ିବା ପାଇଁ ଆସିଲା? ନାଇଁ ସେ ଏଇ ଭୁବନେଶ୍ୱରରେ ରହୁଛି ନୁହଁରେ ବା ପଡ଼ିଶା ବା ଆମେ ଆଉ କ'ଣ ଜାଣିଲୁ ଆଉ କ'ଣ ଘଟଣା କ'ଣ ଆଉ କାହା ଉପରେ ଆମେ ସନ୍ଦେହ କରିବୁ ବୋଲି ସେମିତି କିଛି ଇଏ ନାହିଁ। ଯେତେବେଳେ ଶୁଣିଲୁ ଫ୍ୟାନରେ ଲଗେଇକି ଓହଳି ଦେଇଛନ୍ତି। ଝିଅ ସତକୁ ସତ ସିଏ କରିଛି କି କିଏ କରିଛି ସେ ପରବାଲା ଯାହା ବିଚାର ଦବ। ତାର ସେଠି ତ ଇଏ କରିକି ଷ୍ଟେଟମେଣ୍ଟ କରିକି ଇଏ କରୁଛନ୍ତି। କ'ଣ ହେଇଛି ଘଟଣା ମୁଁ ଯାଇଥିଲି ଯେ ରଖେଇଦେଲି। ଦେଖିଲି କ'ଣ ଝିଅ ତ ଓହଳିଛି ଦେଖିଲି। ଆଉ କ'ଣ ଦେଖିଲି ଚୁନିରେ ଟାଙ୍ଗି ହେଇଛି। ହଁ ଝିଅ ଫୋନରେ କାହା ସହିତ କଥା ହଉଥିଲା ସେତେବେଳେ ଫୋନ କାହାର ଆସୁଥିଲା? ହଁ ସାର୍ କହୁଥିଲେ କିଏ ଫୋନ୍ କରିଛି ବୋଲି। ମରିବା ପୂର୍ବରୁ ସେ ଗୋଟେ ଫଟୋ ଫଟୋ ହଁ କଣ ଉଠେଇଛି? ସେ ଭିଡିଓ କଲରେ କ'ଣ ଉଠେଇଛନ୍ତି ଆମକୁ କୋଉ ସାର୍ ଦେଖେଇଲେ ନା କ'ଣ ନା କୋଉ ସୁଇସାଇଡ କରି କାହାକୁ ଦେଖଉଥିଲେ ବୋଧେ? ନାଇଁ ସିଏ ସବୁ ସାର୍ ଦଳ ଦେଖା ଦେଖି ହେଇକିନି ଇଏ କରୁଥିଲେ। ଆପଣ ଦେଖିନା? ନାଇଁ ଝିଅ ଘରକୁ ଯାଇଥିଲା କହୁଥିଲା କି ନାଇଁ ଝଗଡ଼ା ହବା ନାଇଁ ହଷ୍ଟେଲରେ କିଛି ଅସୁବିଧା ହବା? କିଛି ଝିଅ ବାହାଘର ହେଇଥିଲା? ନାଇଁ ଝିଅ ବି ବାହାର ଲାଗିଥିଲା କି ନାଇଁ ସେମିତି କିଛି ମାନସିକ ଚାପ? ନାଇଁ ଆଜ୍ଞା ଝିଅ ଏଠି ଚାକିରି କରିଥିଲା କୋଉଠି କ'ଣ ଚାକିରି? ଏଇଠି କୋଉ ଇଏରେ ଗିରବ ତାଙ୍କ ଘରେ ସେ କେତେ ଜଣ ଭାଇ ଭଉଣୀ? ଏ ଭାଇ ଭଉଣୀ ଛୋଟ ଭାଇଟେ 7ମ କି 8ମ ପଢୁଛି। ଇଏ ବଡ ନୁହେଁ। ୟା ଉପରେ ଫେରେ ଯୋଡ଼େ ବଡ ଅଛନ୍ତି। ଗୋଟେ ମାନସିକ ଚାପ ରହୁଥିଲା କି ଘରେ ଯେହେତୁ ଝିଅ? କିଛି ଆଜ୍ଞା ମାନସିକ ଚାପ ଫାପ ଆମେ କିଛି ଜାଣିନୁ।